ଆଉ କ୍ରୁଶରେ ଚଢିବା ପରେ ପ୍ରଭୁ ଯୀଶୁଖ୍ରୀଷ୍ଟ ତାଙ୍କର ପ୍ରଥମ ବାଣୀ ସେ ପ୍ରକାଶ କରୁଛନ୍ତି। ଇତିମଧ୍ୟରେ ସେ ନୀରବ ଅଛନ୍ତି ଆଉ ସେ କ୍ରୁଶରେ ଚଢିବା କ୍ଷଣି ଏଇ କଥା କହୁଛନ୍ତି। ଯାହା ଲେଖାଯାଏ ଲୁକ ତାର 23 ଅଧ୍ୟାୟ ତାର 34 ପଦରେ ଏଠାରେ ସ୍ପଷ୍ଟ ଭାବେ ଲେଖାଯାଉଛି, ସେତେବେଳେ ଯୀଶୁ କହିଲେ, ପିତା ଏମାନଙ୍କୁ କ୍ଷମା କର, କାରଣ ଏମାନେ କଣ କରୁଅଛନ୍ତି ତାହା ଜାଣନ୍ତି ନାହିଁ। ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କର କ୍ରୁଶର ପ୍ରଥମ ବାଣୀ ଥିଲା, ପିତା ଏମାନଙ୍କୁ କ୍ଷମା କର, କାରଣ ଏମାନେ କଣ କରୁଅଛନ୍ତି ତାହା ଜାଣନ୍ତି ନାହିଁ। ମୋର ପ୍ରିୟ ବନ୍ଧୁ, ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କୁ ଏତେ ଅପମାନ କଲା ପରେ, ନିର୍ଦ୍ଦୋଷ ବ୍ୟକ୍ତିଙ୍କୁ ତାଙ୍କୁ କଷ୍ଟ ଦେଲା ପରେ, ତାଙ୍କୁ ଅପମାନିତ କଲା ପରେ, ବିନା କାରଣରେ ତାଙ୍କୁ ସେମାନେ ରାଜରାସ୍ତାରେ ଘୋଷାଡ଼ି ନେଉଛନ୍ତି ଏବଂ କ୍ରୁଶାର୍ପିତ କଲା ପରେ ପ୍ରଭୁ ଯୀଶୁଖ୍ରୀଷ୍ଟ କ୍ରୁଶରୁ ଏହି ବାଣୀ କହୁଛନ୍ତି, ପିତା ଏମାନଙ୍କୁ କ୍ଷମା କର, ଏମାନେ କଣ କରୁଅଛନ୍ତି ତା ଏମାନେ ଜାଣନ୍ତି ନାହିଁ। ମୁଁ ଆପଣଙ୍କୁ କହିବା ପାଇଁ ଚାହେଁ ପ୍ରିୟ ବନ୍ଧୁ, ଶୁଭ ଶୁକ୍ରବାର କ୍ଷମାର ଦିନ ଅଟେ। ଆଜି ଆପଣ ବସିକି ଚିନ୍ତା କରିକି ଦେଖନ୍ତୁ, ଆପଣ କେଉଁମାନଙ୍କୁ ଏବେ ପର୍ଯ୍ୟନ୍ତ କ୍ଷମା କରିନାହାନ୍ତି। ଯଦି ଆପଣ ଅନ୍ୟକୁ କ୍ଷମା କରିପାରୁନାହାନ୍ତି, ଏ ଶୁଭ ଶୁକ୍ରବାର ଆପଣଙ୍କ ନିମନ୍ତେ କୌଣସି ମୂଲ୍ୟ ରଖେ ନାହିଁ। ଅନେକ ଥର ଆମେ ଅନ୍ୟମାନଙ୍କୁ କ୍ଷମା ନ କରିବା ପାଇଁ ଅନେକ ବାହାନା ଦେଖାଇଥାଉ, କହିଥାଉ ମୁଁ ତାକୁ ଜମା କ୍ଷମା କରିପାରିବି ନାହିଁ। କିନ୍ତୁ ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କ ପାଖରେ ମଧ୍ୟ ଅନ୍ୟକୁ କ୍ଷମା ନ କରିବା ପାଇଁ ଯଥେଷ୍ଟ କାରଣ ଥିଲା। ତା ସତ୍ତ୍ୱେ ମଧ୍ୟ ସେ କ୍ଷମା କଲେ। ଆଉ ସେ କହିଛନ୍ତି ତୁମ ଶତ୍ରୁମାନଙ୍କୁ ପ୍ରେମ କରିବ, ସେମାନଙ୍କୁ କ୍ଷମା କରିବ, ସେମାନଙ୍କ ନିମନ୍ତେ ପ୍ରାର୍ଥନା କରିବ। ଯାହା ପାର୍ବତ୍ୟ ଉପଦେଶରେ ପ୍ରଭୁ ଯୀଶୁ କହିଥିଲେ ତାହାକୁ ସେ ବର୍ତ୍ତମାନ କାର୍ଯ୍ୟରେ ଦେଖାଉଛନ୍ତି। ପ୍ରିୟ ବନ୍ଧୁ, ମୁଁ ଆପଣଙ୍କୁ କହିବା ପାଇଁ ଚାହେଁ, ଯଦି ଆପଣ କାହାରିକୁ ଏବେ ପର୍ଯ୍ୟନ୍ତ କ୍ଷମା କରିପାରି ନାହାନ୍ତି, ଆଜି ହେଉଛି କ୍ଷମାର ଦିନ। ଆପଣ କ୍ଷମା କରିପାରିବେ, ପୁନର୍ମିଳିତ ହୋଇପାରିବେ। ପ୍ରଭୁ ଆମମାନଙ୍କୁ ସାହାଯ୍ୟ କରନ୍ତୁ, କାରଣ ବାଇବଲରେ ଲେଖାଯାଏ ଯେ ଦୟା କରେ ନାହିଁ ସେ ନିର୍ଦ୍ଦୟ ରୂପେ ବିଚାରିତ ହେବ। ପ୍ରଭୁ ଆମମାନଙ୍କୁ ସାହାଯ୍ୟ କରନ୍ତୁ। ଆମେ ପ୍ରଭୁ ଶିଖାଇଥିବା ପ୍ରାର୍ଥନା ଆମେ କରୁ। ଆମ୍ଭେମାନେ ଯେପରି ଆପଣା ଅପରାଧୀମାନଙ୍କୁ କ୍ଷମା କରିଅଛୁ, ସେପରି ଆମମାନଙ୍କ ଅପରାଧ ସବୁ କ୍ଷମା କର। ପ୍ରିୟ ବନ୍ଧୁ, ଆପଣ ଯଦି କ୍ଷମା କରିବେ ନାହିଁ, ଆପଣ ମଧ୍ୟ କ୍ଷମା ପାଇପାରିବେ ନାହିଁ। ପ୍ରଭୁ ଆଜି ଆପଣଙ୍କୁ ମୋତେ ସାହାଯ୍ୟ କରନ୍ତୁ। ପ୍ରଭୁ ଯୀଶୁଖ୍ରୀଷ୍ଟ କ୍ରୁଶରେ ଏହି ପ୍ରଥମ ବାଣୀ କହୁଛନ୍ତି, ପିତା ଏମାନଙ୍କୁ କ୍ଷମା କର। ପ୍ରିୟ ବନ୍ଧୁ, ମୁଁ ଆପଣଙ୍କୁ କହିବା ପାଇଁ ଚାହେଁ, ଆଜି କ୍ଷମା କରିବାର ଦିନ ଅଟେ। ଜଗତ ଇତିହାସରେ ପ୍ରଥମ ବ୍ୟକ୍ତି ଯେ ଅନ୍ୟମାନଙ୍କୁ ଏଭଳି ଭାବରେ କ୍ଷମା କରିଛନ୍ତି, ଆଉ ସେ ଚାହାନ୍ତି ତାଙ୍କ ଅନୁକାରୀମାନେ ମଧ୍ୟ ଅନ୍ୟମାନଙ୍କୁ ସେମାନେ କ୍ଷମା କରନ୍ତୁ। ଆଉ ବାଇବଲରେ ଲେଖାଯାଉଛି ଏଫେସୀୟ 4:26 ପଦରେ, ସୂର୍ଯ୍ୟାସ୍ତ ନ ହଉଣୁ କ୍ଷମା କରିବା ପାଇଁ। ଯଦି ସକାଳେ କେହି ଆପଣଙ୍କ ବିରୁଦ୍ଧରେ କିଛି କରିଛନ୍ତି, ଆପଣଙ୍କୁ ସୂର୍ଯ୍ୟାସ୍ତ ପୂର୍ବରୁ କ୍ଷମା କରିବାକୁ ପଡିବ। ପ୍ରିୟ ବନ୍ଧୁ, ଆମମାନଙ୍କୁ ସାହାଯ୍ୟ କରନ୍ତୁ। ଅନେକ ଥର ଆମେ ଶାଶୁ ବୋହୂ ମାନେ ପରସ୍ପରକୁ କ୍ଷମା ଦେଇନାହୁଁ, ସ୍ୱାମୀ ସ୍ତ୍ରୀ ପରସ୍ପରକୁ କ୍ଷମା ଦେଇନାହୁଁ, ମଣ୍ଡଳୀର ଅନେକଙ୍କୁ ଆମେ ଏବେ ପର୍ଯ୍ୟନ୍ତ କ୍ଷମା ଦେଇନାହୁଁ। ବାପା ମାନେ ପୁଅକୁ କ୍ଷମା କରିନାହାନ୍ତି, ପୁଅ ମାନେ ବାପାଙ୍କୁ କ୍ଷମା କରିପାରିନାହାନ୍ତି। ଆମ ଅନୁଷ୍ଠାନ ଗୁଡ଼ିକରେ ଆମେ ପରସ୍ପରକୁ କ୍ଷମା କରିପାରୁନାହୁଁ, ଆମ ପଡୋଶୀକୁ ଆମେ କ୍ଷମା କରିପାରିନାହୁଁ। ତା ସତ୍ତ୍ୱେ ମଧ୍ୟ ଆଜି ଶୁଭ ଶୁକ୍ରବାର ପାଳନ କରିବା ପାଇଁ ଆସିଛୁ। ଏ ଶୁକ୍ରବାରଟି ଆପଣଙ୍କ ପାଇଁ ଶୁଭ ହୋଇପାରିବ ଯଦି ଆପଣ ଅନ୍ୟକୁ କ୍ଷମା ଦେଇପାରିବେ। ଆପଣଙ୍କୁ ମୁଁ କହିବା ପାଇଁ ଚାହେଁ, ଯଦି ଆପଣଙ୍କୁ କ୍ଷମା ମାଗିବାର ସାହସ ଅଣ୍ଟୁ ନାହିଁ, ଆପଣ ଫୋନ କରି ତାଙ୍କୁ କ୍ଷମା ମାଗି ନିଅନ୍ତୁ, ଗୋଟେ ମେସେଜ ପଠାନ୍ତୁ। ଆପଣ ତାଙ୍କୁ ଯେଭଳି ଭାବରେ ମଧ୍ୟ ଆପଣ କ୍ଷମା ମାଗି ନିଅନ୍ତୁ। ପ୍ରିୟ ବନ୍ଧୁ, ମୁଁ ଆପଣଙ୍କୁ କହିବା ପାଇଁ ଚାହେଁ, ସେଦିନ ସ୍ତିଫାନ ଯୀଶୁଙ୍କ ଠାରୁ ଏହି କଥା ଶିଖିଥିଲେ। ଯଦି ଆପଣ ପ୍ରେରିତ ତାର 7 ପର୍ବ 60 ପଦ ଦେଖିବେ, ସ୍ତିଫାନ ଯୀଶୁଙ୍କର ଏହି ଶିକ୍ଷାକୁ ସେ ଜୀବନରେ ଗ୍ରହଣ କରିଛନ୍ତି। ଯେତେବେଳେ ଲୋକମାନେ ସ୍ତିଫାନଙ୍କୁ ପଥର ଫୋପାଡ଼ି ମାରୁଛନ୍ତି, ସେ ମୃତ୍ୟୁପାୟ ଅବସ୍ଥାରେ ପଢିବା ସମୟରେ ସେ ଗୋଟେ କଥା କହୁଛନ୍ତି, ପ୍ରଭୁ ଯୀଶୁ ଆପଣ ଏମାନଙ୍କ ପାପ କ୍ଷମା କରନ୍ତୁ। ମୋର ପ୍ରିୟ ବନ୍ଧୁ, ଆପଣଙ୍କୁ କହିବା ପାଇଁ ଚାହେଁ, ଆପଣଙ୍କର ଯେଉଁ ତିକ୍ତ ମନୋଭାବ ଅଛି ତାହା ପରିତ୍ୟାଗ କରନ୍ତୁ। ଯୀଶୁ ଆପଣା ଭର୍ସନାକାରୀ, ତାଙ୍କୁ ବୋଧ କରୁଥିବା ଲୋକମାନଙ୍କୁ, ତାଙ୍କୁ ପ୍ରହାରିତ କରୁଥିବା ଲୋକମାନଙ୍କୁ ସେ କ୍ଷମା କରୁଛନ୍ତି। ମୁଁ ଆପଣଙ୍କୁ ପ୍ରଭୁଙ୍କ ଦାସ ଭାବରେ କହିବା ପାଇଁ ଚାହେଁ, ଆସନ୍ତୁ ଆମେ ମଧ୍ୟ ଆଜି ଅନ୍ୟକୁ କ୍ଷମା ଦେବା ନିମନ୍ତେ ନିଷ୍ପତ୍ତି ନେବା। କାରଣ ଶୁଭ ଶୁକ୍ରବାର କ୍ଷମା ଦେବାର ପର୍ବ ଅଟେ, ଅନ୍ୟକୁ କ୍ଷମା ଦେବାର ଦିନ ଅଟେ। ପ୍ରଭୁ ଯୀଶୁ ତା ମାନଙ୍କୁ ଶିଖାନ୍ତି। ମୁଁ ଆଜି ଆପଣଙ୍କୁ ପ୍ରଭୁଙ୍କ ଦାସ ଭାବରେ ଅନୁରୋଧ କରିବା ପାଇଁ ଚାହେଁ, ଯଦି ବାସ୍ତବରେ ଏହି ଦିନ ଆପଣଙ୍କ ପାଇଁ ଶୁଭ ହଉ ବୋଲି ଚାହାନ୍ତି, ତାହେଲେ ଆପଣ ଅନ୍ୟକୁ କ୍ଷମା କରନ୍ତୁ। କାରଣ ପ୍ରଭୁ ଯୀଶୁଖ୍ରୀଷ୍ଟ କ୍ରୁଶରେ ଚଢିବା ପରେ ପ୍ରଥମ ବାଣୀ ଏହି କଥା କହିଲେ। ତାଙ୍କ ସପ୍ତ ବାଣୀ ମଧ୍ୟରେ ଏହା ତାଙ୍କର ପ୍ରଥମ ବାଣୀ ଥିଲା। ଆଉ ସେ କହୁଛନ୍ତି, ପିତା ଏମାନଙ୍କୁ କ୍ଷମା କର। ଆପଣ ମଧ୍ୟ କହିପାରିବେ, ହେ ପ୍ରଭୁ ମୋର ଶତ୍ରୁମାନଙ୍କୁ କ୍ଷମା କର, ମୋର ପୁଅକୁ କ୍ଷମା କର। ଆପଣ କ୍ଷମା ମାଗିପାରିବେ, ଆପଣ କ୍ଷମା ଦେଇପାରିବେ।
প্রিয় বন্ধু প্রভু আপনাকে আশীর্বাদ করন্তু আজি ক্ষমার পর্ব অটে ফেস্টিভাল অফ ফরগিভনেস অটে କୃଷରୁ এই ପ୍ରଥମ ସୁସମାଚାର ଆମେ ପାଉଛୁ ପ୍ରଭୁ ଯୀଶୁ ଆମମାନଙ୍କୁ ଏହି ବାଣୀ ଦେବା ପାଇଁ ଚାହାନ୍ତି ଆମେ ଚତୁଃପାର୍ଶ୍ୱରେ ଅନେକକୁ ଦେଖୁଛୁ ସେମାନେ କ୍ଷମା ଦେଇ ପାରୁନାହାନ୍ତି ମୃତ୍ୟୁ ପର୍ଯ୍ୟନ୍ତ କ୍ଷମା ନ ଦେବା ପାଇଁ ଜିଦଖୋର ଭାବରେ ଅଛନ୍ତି ଆଉ ସେମାନେ କ୍ଷମା ନ ଦେବା ପାଇଁ ଅନେକ ବାହାନା ମଧ୍ୟ କରନ୍ତି ଅନେକ ରିଜନ ବତାନ୍ତି ଆପଣଙ୍କ ପାଖରେ ହୁଏତ 100ଟା ରିଜନ ଥାଇପାରେ କିନ୍ତୁ ପ୍ରଭୁଙ୍କ ଦାସ ଭାବରେ ମୁଁ ଆପଣଙ୍କୁ କହିବା ପାଇଁ ଚାହେଁ ଆଜି କ୍ଷମା ଦିଅନ୍ତୁ ତାହେଲେ ବାସ୍ତବରେ ଏହା ଆପଣଙ୍କ ପାଇଁ ମଧ୍ୟ ଗୋଟେ ଶୁଭ ଶୁକ୍ରବାର ହେଇପାରିବ ପ୍ରିୟ ବନ୍ଧୁ ଆପଣ ଯଦି ଅନ୍ୟକୁ କ୍ଷମା କରିବେ ଈଶ୍ୱର ମଧ୍ୟ ଆପଣଙ୍କୁ କ୍ଷମା କରିବେ ଆପଣ ଯଦି କ୍ଷମା ପାଇବା ପାଇଁ ଚାହାନ୍ତି ଆପଣଙ୍କୁ ମଧ୍ୟ କ୍ଷମା କରିବାକୁ ପଡ଼ିବ ଆଉ କୃଷରୁ ଯୀଶୁଙ୍କର ଦ୍ୱିତୀୟ ବାଣୀ ଥିଲା ଯାହା ଆପଣ ଦେଖିବେ ଲୁକ ତାର 23 ପର୍ବ 43 ପଦରେ ଲେଖାଯାଏ ସେଥିରେ ସେ କହିଲେ ମୁଁ ତୁମକୁ ସତ୍ୟ କହୁଅଛି ଆଜି ତୁମ୍ଭେ ମୋ ସହିତ ପାରଦୀସରେ ଉପସ୍ଥିତ ହେବ ଏହା ଯୀଶୁଙ୍କର ଦ୍ୱିତୀୟ ବାଣୀ ଥିଲା ଆଉ ପ୍ରଭୁ ଯୀଶୁ ଖ୍ରୀଷ୍ଟ ଏ ସ୍ଥାନରେ ସେ ଚୋରଟିକୁ ଏସ୍ୟୁରେନ୍ସ ଦେଉଛନ୍ତି ସୁନିଶ୍ଚିତତା ଦେଉଛନ୍ତି ଯେ ତୁମ୍ଭେ ଆଜି ମୋ ସହିତ ପାରଦୀସରେ ଉପସ୍ଥିତ ହେବ ପ୍ରିୟ ବନ୍ଧୁ এই ଚୋର ନିକଟରେ ପ୍ରଭୁ ଯୀଶୁ ଖ୍ରୀଷ୍ଟ କୌଣସି ସୁସମାଚାର କହିନାହାନ୍ତି କୌଣସି ଅଲୌକିକ କାର୍ଯ୍ୟ କରିନାହାନ୍ତି ତାଙ୍କ ଜୀବନରେ କୌଣସି ଆଶୀର୍ବାଦର କାରଣ କରିନାହାନ୍ତି କିନ୍ତୁ ଯୀଶୁଙ୍କୁ ସେ କ୍ରୁଶରେ ଦେଖି ଜାଣିପାରୁଛନ୍ତି ଯେ ଏ ଭିନ୍ନ ବ୍ୟକ୍ତି ଅଟନ୍ତି ସେ ତାର ବନ୍ଧୁକୁ କହୁଛନ୍ତି ଆମେ ସିନା ଭୁଲ କାର୍ଯ୍ୟ କରି ଆମେ ଦୋଷ ପାଉଛୁ ଦଣ୍ଡ ପାଉଛୁ କିନ୍ତୁ ଏହି ବ୍ୟକ୍ତି ଜଣକ ସେ କିଛି କରିନାହାନ୍ତି ସେ ଅନୁତପ୍ତ ହେଉଛନ୍ତି ସେ ଖେଦିତ ହେଉଛି ସେ ଆଉ ସେ ଯୀଶୁଙ୍କୁ କହୁଛି ଆପଣ ଯେବେ ଆପଣଙ୍କ ରାଜ୍ୟରେ ପ୍ରବେଶ କରିବେ ଦୟାକରି ମୋତେ ସ୍ମରଣ କରିବେ ପ୍ରିୟ ବନ୍ଧୁ ପ୍ରଭୁ ଯୀଶୁ ମଧ୍ୟ ତାକୁ ସୁନିଶ୍ଚିତତା ଦେଉଛନ୍ତି ଆଉ କହୁଛନ୍ତି ଯେ ତୁମେ ଆଜି ମୋ ସହିତ ପାରଦୀସରେ ଉପସ୍ଥିତ ହେବ ମୋର ପ୍ରିୟମାନେ ଆଜି ଆପଣଙ୍କ ପାଇଁ ମଧ୍ୟ ପରିତ୍ରାଣର ସୁନିଶ୍ଚିତତା ପାଇପାରିବେ ଯଦି ସେ କୃଷରେ ହତ ଯୀଶୁଙ୍କୁ ଆପଣ ଗ୍ରହଣ କରିବେ ଆପଣ ମଧ୍ୟ ସେ ସୁନିଶ୍ଚିତତା ପାଇପାରିବେ ଆଜି ଆପଣଙ୍କ ପାଇଁ ପରିତ୍ରାଣର ଦିନ ହୋଇପାରିବ ଆପଣ ଯେକୌଣସି ପାପ କରିଥାନ୍ତୁ ନା କାହିଁକି ସେ କୃଷର ଚୋର ତୁଲ୍ୟ ଆପଣଙ୍କ ଲାଇଫରେ ମଧ୍ୟ ଆଜି ଗୋଟେ ଟର୍ଣ୍ଣିଂ ପଏଣ୍ଟ ଆସିପାରିବ ପ୍ରଭୁ ଆପଣଙ୍କୁ ମୋତେ ସାହାଯ୍ୟ କରନ୍ତୁ କାରଣ ବିନାଶ ପ୍ରାୟ ଲୋକମାନଙ୍କ ନିମନ୍ତେ ପ୍ରଭୁ ଯୀଶୁ ଖ୍ରୀଷ୍ଟ ମନୋଯୋଗୀ ଅଟନ୍ତି କୃଷୀୟ ଯନ୍ତ୍ରଣା ନିର୍ଯାତନା ଅପମାନ ଘୃଣା ମଧ୍ୟରେ ପ୍ରଭୁ ଯୀଶୁ ଖ୍ରୀଷ୍ଟ ଗୋଟେ ଆତ୍ମାକୁ ରକ୍ଷା କରିବାକୁ ପଛଉନାହାନ୍ତି ମୋର ପ୍ରାଣର ପ୍ରିୟ ପ୍ରଭୁ ସେ ହଜାର ହଜାର ଲୋକଙ୍କ ନିକଟରେ ସୁସମାଚାର କହିଛନ୍ତି ଆଶ୍ଚର୍ଯ୍ୟ କର୍ମ କରିଛନ୍ତି ତାର ଅନୁକାରୀ ଅନେକ ଥିଲେ କିନ୍ତୁ ପ୍ରଭୁ ଯୀଶୁ ଖ୍ରୀଷ୍ଟ ଯେତେବେଳେ ମଧ୍ୟ ସୁଯୋଗ ପାଉଥିଲେ ସେ ପର୍ସନାଲ ଇଭାଞ୍ଜେଲିଜମ କରିବା ପାଇଁ ମଧ୍ୟ କେବେ ପଛଉନଥିଲେ ଆଜି ପ୍ରଭୁ ଯୀଶୁ ଆମକୁ ଶିଖାନ୍ତି ଆମ ଚତୁଃପାର୍ଶ୍ୱରେ ଅନେକ ଲୋକ ବିନାଶ ପ୍ରାୟ ଅବସ୍ଥାରେ ଅଛନ୍ତି ଅନେକ ଲୋକ ପାପରେ ଅଛନ୍ତି ବିନାଶ ଆଡ଼କୁ ଯାଉଛନ୍ତି କେହି ସୁଇସାଇଡ କରୁଛି କେହି ନିଶାସକ୍ତ ହେଉଛି କେହି ବା ଅନେକ ପାପରେ ଲିପ୍ତ ହୋଇ ଜୀବନ ହରାଇବା ପାଇଁ ସିଦ୍ଧାନ୍ତ ନେଉଛି ସେହି ସମୟରେ ଆପଣ ତାଙ୍କୁ କହିପାରିବେ କି ଏ ସୁନିଶ୍ଚିତ ତାର କଥା ଯେ ଆପଣଙ୍କ ପାଇଁ ପାରଦୀସ ଅଛି ବୋଲି ମୋର ପ୍ରିୟ ବନ୍ଧୁ ମୁଁ ଆପଣଙ୍କୁ କହିବା ପାଇଁ ଚାହେଁ ପ୍ରଭୁ ଯୀଶୁ ଖ୍ରୀଷ୍ଟ ଆଜି ଆପଣଙ୍କୁ ମଧ୍ୟ ସୁନିଶ୍ଚିତତା ଦେବା ପାଇଁ ଚାହାନ୍ତି ସେ କହିବା ପାଇଁ ଚାହାନ୍ତି ଆଜି ତୁମ ପାଇଁ ପାରଦୀସ ଅଛି ପ୍ରଭୁ ସେ ବ୍ୟକ୍ତି ଜଣକୁ କହିଲେ ତୁମ୍ଭେ ଆଜି ମୋ ସହିତ ପାରଦୀସରେ ଉପସ୍ଥିତ ହେବ ପ୍ରିୟ ବନ୍ଧୁ ପ୍ରଭୁ ଆପଣଙ୍କୁ ଅନୁଗ୍ରହ କରନ୍ତୁ ଆପଣ ମଧ୍ୟ ପରିଣତି ବୟସ ପର୍ଯ୍ୟନ୍ତ ଅପେକ୍ଷା କରନ୍ତୁ ନାହିଁ ଅନେକ କୁହନ୍ତି ଅବି ସମୟ ଅଛି ଉପଭୋଗ କରିବା ପାଇଁ ଜଗତକୁ ଉପଭୋଗ କରିବା ପାଇଁ ଆରାମ କରିବା ପାଇଁ ଜଗତରେ ଆନନ୍ଦ ମଜା ମଜଲିସ କରିବା ପାଇଁ କିନ୍ତୁ ପ୍ରିୟ ବନ୍ଧୁ ଆପଣ ଜାଣନ୍ତି ନାହିଁ ମୃତ୍ୟୁ କେଉଁ ଦିନ ଆପଣଙ୍କ ଦ୍ୱାରରେ ଆସି ଠିଆ ହେବ ମୃତ୍ୟୁ କେବେ ଆସିବ ଆପଣ ଜାଣନ୍ତି ନାହିଁ সেই দিন পর্যন্ত অপেক্ষা করন্তু ନାହିଁ ଆଜି ସୁଯୋଗ ଅଛି ଆଜିର ଶୁଭ ଶୁକ୍ରବାର ଆମକୁ ଗୋଟେ ସୁନିଶ୍ଚିତ ତାର ବାର୍ତ୍ତା ଦେବା ପାଇଁ ଚାହେଁ ଗୋଟେ ଅନିଶ୍ଚିତ ଜଗତରେ ବାସ କରୁଛୁ କିନ୍ତୁ এই ଜଗତରେ ବାସ କରିବା ସମୟରେ ଆପଣ ଗୋଟେ ସୁନିଶ୍ଚିତ ସମ୍ବାଦ ପାଇପାରିବେ ଆଜି ଆପଣଙ୍କ ପାଇଁ ପାରଦୀସ ଅଛି এই ଜଗତରେ ଶାନ୍ତି ନାହିଁ ଜଗତରେ ସମସ୍ୟା ଅଛି ଜଗତ ବିନାଶ ଆଡ଼କୁ ଯାଉଛି ପ୍ରିୟମାନେ କିନ୍ତୁ ଜଗତ ବିନାଶ ହେଲା ପରେ ଆରାମଦାୟକ ସ୍ଥାନ ଅଛି ତାର ପ୍ରାରମ୍ଭ ତାର ଶୁଭାରମ୍ଭ ପାରଦୀସରେ ହୋଇଥାଏ ପ୍ରଭୁ ଯୀଶୁ ଖ୍ରୀଷ୍ଟ ସେ ଅନୁତପ୍ତ ଚୋରଟିକୁ ଏହି କଥା କହୁଛନ୍ତି ମୋର ପ୍ରାଣର ପ୍ରିୟ ପ୍ରଭୁ ଯୀଶୁ ଖ୍ରୀଷ୍ଟ ଯେ ଜଗତରେ ଉଦ୍ଧାର କରିବା ପାଇଁ ଆସିଥିଲେ ସେ ପାପୀମାନଙ୍କୁ ଖୋଜି ଉଦ୍ଧାର କରିବାକୁ ଆସିଥିଲେ ପାପୀମାନଙ୍କର ତ୍ରାଣକର୍ତ୍ତା ଯେ ପାପୀମାନଙ୍କର ବନ୍ଧୁ ଅଟନ୍ତି ସେ କ୍ରୁଶରେ ମଧ୍ୟ ଗୋଟେ ବନ୍ଧୁକୁ ଲାଭ କରୁଛନ୍ତି ସେ ସ୍ୱର୍ଗକୁ ଯିବା ପୂର୍ବରୁ ସେ ପାରଦୀସକୁ ଯିବା ପୂର୍ବରୁ ଜଣେ ଲୋକକୁ ସାଙ୍ଗରେ ନେବା ପାଇଁ ଚାହାନ୍ତି ପ୍ରିୟ ବନ୍ଧୁ ଆପଣ ଆଉ ମୁଁ ଆମେ ସ୍ୱର୍ଗ ଯିବା ପାଇଁ ଚାହୁଁ
आम उद्धार प्राप्त होई आमे स्वर्ग जीवा पाई चाहूं किंतु आम सहित जड़े दुष्कर्मकारी जड़े चोर जड़े डकायत जड़े बदमाश जे पापर लिप्त से उद्धार पाओ एक कथा आम केबे भी चाहि न थाओ। आज प्रभु आम कहबा पाई चाहंती से क्रूसर सुसमाचार आमको देबा पाई चाहंती जे आपण एवं मु मध्य अन्य पाई गोटे आशीर्वाद कारण हो पारिबा अन्य पाई उद्धार कारण हो पारिबा। आम ऑफिस रे आम चतुर्पार्श्व रे आम कलिग मान अछंती आम कॉलेज रे अछंती आम सहकर्मी मान अछंती अनेक सहित आम बंधुता अच्छी किंतु केबे मध्य आम सेमानकु यीशुଙ୍କର कथा कहि ना। प्रिय बंधु प्रभु आमानकु सहाय्य करंतु। ए द्वितीय बाणी आमानकु आज परामर्श दिए जे विनाश प्राय जगत रे आम अन्य मानकु ख्रीष्टଙ୍କ निमंते लाभ करि पारिबा। प्रभु आपण मानकु सहाय्य करंतु आज संवाद को विशेष भाव में बुझिबा निमंते। यीशु ख्रीष्टଙ୍କର क्रूसर तृतीय बाणी थिला जा आपण मान देखिबे जोहन तार 19 पर्व तार 26 पद एवं 27 पद मु आपण मान निमंते पढ़िबा पई चाहे। यीशु आपण माता और जो शिष्यों को प्रेम करुथिले तांको पाखरे ठिया हेतु देखि माता को कहिले गो नारी देखो तुमर पुत्र। तत्परे से शिष्यों को कहिले देखो तुमर माता। आउ से दंडरू से शिष्य तांको अपना गृह को घेनी गले। एहा थिला यीशु ख्रीष्टଙ୍କର क्रूसर तृतीय बाणी। एठा हम देखुछु जे प्रभु यीशु ख्रीष्ट ताको मातांक संपर्क चिंता करूछंती। क्रूसर गोटे सुंदर संवाद प्रभु देवा पाई चाहती कारण मरियम जने विधवा स्त्री लोकटी आम अनेक थर देखु यीशु जो स्थान रे थांती से स्थान रे पहुंची जाती अनेक थर आम देखीछु कारण से यीशु पछरे सबले जानती यीशु ही तांकर सब जत्न नउथिले। वर्तमान यीशु क्रूसरे मृत्यु भोग करिवा पाई जाउछंती आ से समय मां तांको नै छंती हुए तो से एहा कहबा पाई चाहती पुओरे तू कहा भरोसा रे मते छाड़ी के जाउछ। प्रभु यीशु ख्रीष्ट क्रूसरु गोटे जत्न नेवा विषय कहती निजर वृद्ध पितामाता मानकु। आज परिवार गुड़े अनेक वृद्ध पितामातांकर जत्न निया जाऊ नाही। मोर प्रिय बंधु मु आपनको कहबा पाई चाहे बाइबल रो परमेश्वर विधवार परमेश्वर अटंती। आज परिवार गुड़िक अनेक वृद्ध पितामाता मानकु उपेक्षा करा जाए जत्न निया जाए नाही। आज शुभ शुक्रवार आम के संवाद दिए जमान घरे रही अपना अपना पितामाता जत्न नेबाई से बार्धक्य समय से जत्न नेबाई उपेक्षा करंतु नाही तिरस्कार करंतु नाही अपमान करंतु नाही कारण क्रूसर हत यीशु आम कथा शिखाती कारण प्रभु यीशु ख्रीष्ट क्रूसर रही मध्य माँ पाई चिंता करुछंती। से कहउछंती तो पाई गोटे पुअर व्यवस्था करिछि एवं जहन को कहउछंती देखो तुम पाई गोटे मां कर व्यवस्था करिछि। प्रिय बंधु मु आपन कहिबा पाई चाहे प्रभु यीशु ख्रीष्ट मृत्यु भोग करिबा पूर्वरु जगत को परित्याग करिबा पूर्वरु सेई कथा चिंता करुछंती तम मातांक विषय। आज अनेके अपना माता पितांकर जत्न नियंती नाही पिता माता उपेक्षा करंती सेमानक पाई यथेष्ट समय दियंती नाही। आज प्रभु आमानको सुजोग देइछंती सेमानको क्षमा मागिबा पाई सेमानक पुनर्मित होबा पाई आज गोटे सिद्धांत नेबा पाई जाजी ठारू आमे अपना अपना वृद्ध पितामातांकर जत्न नेबु। प्रिय बंधु आज देशर सब स्थान देखिबे सब धर्म सब गोष्ठी सब जातिर लोक माने से निजे आराम रहिबा पाई चाहंती सुरक्षा रहिबा पाई चाहंती आनंददायक स्थान रहिबा पाई चाहंती जगत उपभोग करिबा पाई चाहंती किंतु जो पितामाता माने सेमानक जत्न नैछंती सेमानक माने मने पकांती नाही। अनेक पुओ माने बहु माने तिरस्कार करंती। आज मु आपनको कहिबा पाई चाहे क्रूसरे हत यीशु क्रूसर तृतीय बाणी रे आमान के कथा शिखांती ए कथा कहंती जे तुम्हे अपना पितामातार जत्न नियो। प्रिय बंधु संवादटी शुणा समय जदि आपण केबे मध्य अपना पितामाता को तिरस्कार करिसंती दुख देला भलिया कथा करिसंती सन उपेक्षा करिसंती सन तिरस्कार करिसंती ताहले म आपण कहिबा पई चाहे दया करी आपण सन को जत्न नियंतु प्रभु आपण को आशीर्वाद करिवे कारण बाइबल लिखा जाउची पितामाता को समादर करो तहिरे तुमरो मंगल होबो। अनेकक जीवन में मंगल आम देखि पारु ना सन चाकरी करुछंती व्यवसाय करुछंती तथापि आशीर्वाद देखि पारु नांती गृह निर्माण करुछंती शांति रे रहि पारु नांती कारण कोन पितामाता सन जत्न नि नांती जीवन उन्नति करिवा पई चाहंती मंगल देखिवा पई चाहंती दीर्घायु देखिवा पई चाहंती
अपना पितामातांकर जत्न नियंतु। बाइबल परमेश्वर आमानकु एक कथा सिखांती। प्रभु जीशु ख्रीष्ट क्रूसरे रहिबा समय सुद्धा ए विषय आमानकु जनांती जे आमे माने अपना अपना पितामातांकर जत्न नेबु। प्रभु आपण मानक आशीर्वाद करंतु। ए विषय गुडी को स्पष्ट भाव बुझिया पय सहायता करंतु। ए क्रूसर सप्तबाणी कहिबा समय आपण मानक सम्मुख रे गोटे व्यवहारिक भाव रे आज शुभ शुक्रवार कि प्रकार आपण निमंत आशीर्वाद जनक कहि परिबो ताहा म आपण कहिबा पय चाहूची। वर्तमान आमे ध्यान करिबा पय जिबा क्रूसरे जीशुंकर चतुर्थ बाणी जा आपण मान पाइबे माथ्यू तार 27 अध्याय तार 46 पद। एटा लिखा जाए आ प्राय 3 घंटा समय जीशु उच्च स्वर डाकी कहिले एली एली लामा सबक्तानी अर्थात हे मोर ईश्वर तुम्हें मते काहींकी परित्याग कल। यह जीशुंकर चतुर्थ बाणी थिला। पिता पुत्र केबे परस्पर ठार विच्छिन्न होई नांती। बाइबल कहे जीशु ख्रीष्टंकु पितांकर कलस्थित अद्वितीय पुत्र। आरंभरु आद्यरु से एकाठी अछंती किंतु आजी आपणकर मोर पाप सकाशे पिता अपना मुख लुचाई दउछंती। गोटे विच्छेद आसी जाउछि कारण से समय प्रभु जीशु ख्रीष्ट आपणक और मोर पापर बोझ बहिबा पय जाउछंती। से आपण ऊपर को अपना पाप आमानकर पाप सब से नहीं जाइछंती। आ से समय पिता तांको परित्याग करूछंती। आ जीशु विलाप सहित क्रंदन सहित उच्च स्वर कहउछंती हे मोर ईश्वर तुम्हें मते काहींकी परित्याग कल। प्रिय बंधु आपणको पितांको सहित पुनर्मिलित करिबा पाए अल्प समय पाए प्रभु जीशु ख्रीष्ट पितांको ठारू विच्छिन्न होउछंती। किंतु एही समय मध्य जीशुको पाए अति दुखदायक थिला कारण से केबे मध्य अपना स्वर्गस्थ पितांको ठारू अलगा रहि नाहंती। आपण चिंता कर देखंतु आपण स्वर्गस्थ पितांको ठारू केते दिन अलगा अछंती। तांको सानिध्य को जीवा पाए तार उपस्थिति जीवा पाए आपण केते कष्ट आपण को मने मध्य पडुने ताको सानिध्य को जीवा पाए। किंतु प्रभु जीशु ख्रीष्ट मन रखंतु प्रभु जीशु ख्रीष्ट से अल्प समय मध्य पितांको ठारू विच्छिन्न होई पारु नाहंती। आपण को मते पितांको सहित पुनर्मिलित कराइबा पाए हमर पापरु हमन को उद्धार करिबा पाए हमन पापर बोझ प्रभु जीशु ख्रीष्ट आपण ऊपर नेले। और से पाप बहिबा समय लिखा जाउछि से पाप स्वरूप हेले आमान को पाप प्रभु आपण ऊपर को नेले और से समय पिता ताको परित्याग करूछंती। प्रिय बंधु आपण को मते पितांको सहित मिसेइबा पाए सदा काल तांको सहित एकीभूत करिबा पाए प्रभु जीशु ख्रीष्ट क्रूसरे आमान को पाप बहुछंती। प्रिय बंधु आज मु आपण कहिबा पाए चाहे से पितांको सहित आपनको संपर्क केमिति अछि से स्वर्गस्थ पितांको सहित आपणकर सहभागिता केमती अछि से दिन प्रभु जीशु ख्रीष्ट घोड़िए मध्य संभाली पारु नाहंती। आज आपण को पचारिबा पाई चाहे आपण जो क्रिश्चियन बोली कहंती ईश्वर को संतान बोली कहंती कि ईश्वर को ठारू आपण केते दूर को जाइछंती केते विमुख होई जाइछंती। आज पुनि थरे पितांको सहित पुनर्मिलित हेबा समय अटे पितांको सानिध्य को आसीबा समय अटे पितांको सहित आपणको संपर्क को मजबूत करंतु। प्रभु जीशु ख्रीष्टंकर पितांको सहित संपर्क केते मजबूत थिला जैसे क्षणिक मध्य पितांको ठारू विच्छिन्नता से सह्य करि पारु नाहंती। प्रभु आपनको सहायता करंतु आज ए वाक्य सुनिबा समय विवेचना करिबा पाए जे पितांको सहित आपनको संपर्क केमती अछि। प्रिय बंधु प्रभु आपनको आशीर्वाद करंतु विवेचना करिबा पाए पुनि पितांकर सहभागिता मध्य को बाहुरी जिबा पाए जीशु ख्रीष्टंकर एही बाणीटी हमको सूचाए जे पितांको सहित तांकर किभली अंतरंग संपर्क थिला। आज से स्वर्गस्थ पितांको सहित आपणकर संपर्क कि प्रकार अछि आपण कहंती ईश्वरक संतान बोली किंतु आपण पाप रे रही ईश्वर ठार दूर को जाउछंती कारण पाप जेते आपण जीवन रे आसी जाए ईश्वर आपना को दूरे नहीं जानती ता प्राचीर स्वरूप आसी जाए। यदि पितांको सहित सम्मिलित होबा पाए आपण जीवन रे कोनोसी पाप अछि ता परित्याग करंतु आ पितांको निकट को बाहुरी जानतु। ए संवाद आपण को मते सचेतन कराए। जीशु ख्रीष्टंको क्रूसरु पंचम बाणीटी थिला जहा आपण माने पाइबे जोहन लिखित सुसमाचार तार 19 अध्याय तार 28 पद। एटा लिखा जाए
यापर यीशु धर्मशास्त्र वाक्य जेपरी सफल हुए एथि निमंते समस्त विषय एबे समाप्त हो जानी कहले मते तृषा लगुअछि। यीशुंकर पंचम बाणी थिला मते तृषा लगुअछि। राति सारा जंत्रणा निर्यातना गेसिमनी रे तांकर झाल घन रक्त टपा पड़ी पड़ुछि। से प्रहारित होइछंती। ए प्रकार क्रूसरे झुलिबा समय दीर्घ समय क्रूसरे झुलिछंती। वर्तमान तांकु तृषा लागुअछि। से तांकर इच्छा प्रकाश करुछंती जे प्रांतर रे शैल होई तृषा मेंटाई थिले। जे सम्मिलन स्त्री को कहिथिले मु जो जल देबी ताहा जदि तुमे पान करिवो तुमे केबे तृषित हबो नाही। से कहिथिले जे तृषित से मो निकटक आसु धर्मशास्त्र उक्ति प्रमाणे तार अंतररु जीवंत जलस्रोत प्रवाहित होउथिबो। आ प्रभु यीशु ख्रीष्ट आज से तृषित अटंती। जे अन्यर तृषा निवारण करुथिले से आज तृषित अटंती। प्रिय बंधु मैं आपन कहिबा पई चाहे बाइबल लिखा जाए जिखरियो तार 13 पर्व 1 पदरे परमेश्वर एक निर्झर बुहाइबे जे अन्य मान तृषा सबु निवारण करिवो। प्रभु आमान को साहाय्य करंतु। आज समय लोक मानकर अनेक तृषा रही। धन कमाइबार तृषा, यौन तृषा, पदवीर तृषा, नाम कमाइबार तृषा। ख्रिस्टियान तृषा कोठी अछि? तार तृषा आत्मिक तृषा अटे ना मानसिक तृषा अटे? प्रभु आमान को साहाय्य करंतु या बुझिबा पई। प्रभु यीशु कहउछंती मते तृषा लागुअछि। प्रभु यीशु ख्रीष्ट संपूर्ण मनुष्य थिले आ मनुष्य भावरे से तांकर इच्छा को प्रकाश करुछंती। किंतु लोक माने तांको जल देबा परिवर्ते तांको अमल रस दउछंती। प्रिय बंधु म आपन कहिबा पई चाहे प्रभु यीशु ख्रीष्ट आपनक पई तृषित हेले जेपरि आपनकर समस्त तृषा निवारण करि पारंती। यदि आपण यीशु को निकट आसिले आपनकर समस्त तृषा से मेंटी देबे। कारण से समस्त आवश्यकता पूर्ण करिबा पई आपनकर समस्त अभाव पूर्ण करिबा पई आपनको तृषार रक्षा करिबा पई से तृषार्त हेले। प्रभु आज आपनको साहाय्य करंतु ए कथाटी बुझिबा पई। कारण प्रभु यीशु ख्रीष्ट आपनको निमंते तृषित हेले। से क्रूसरे क्रूसान्वित हेबार नथिला, से जंत्रणा भोग करिबार नथिला, किंतु आपनको मते रक्षा करिबा पई। कारण समुदाय मानव जाति मध्यरे एकमात्र त्राणकर्ता से ही अटंती। अनेक आसीथिले जगत आसिले आराम रे जीवन काटिले, सुख रे जीवन काटिले आ चली गले। किंतु प्रभु यीशु ख्रीष्ट आसीथिले केवल आपनक पई मो पई क्रूसार्पित हेबे, दुख सहय करिवे, निर्यातित हेबे, जेपरि तांको प्रहार रे आपण सुस्थ हेबे, तांको मृत्यु रे आपण आ जीवन पाइबु। कारण समुदाय मानव जाति निमंते यीशु ख्रीष्ट ही एकमात्र उद्धारकर्ता अटंती। आ तांकर पंचम बाणी थिला मते तृषा लगुअछि। प्रिय बंधु प्रभु आपनको साहाय्य करंतु। जदि आपण यीशु को निकट आसीबे आ से कहउछंती जे तृषित से मो निकट आसु आपनको तृषा कोन मु जाने ना। आपण यीशु को निकट आसंतु। आपनको आत्मिक तृषा, सत्य जानिबार तृषा, ईश्वर को निकटवर्ती हेबार तृषा, समस्त तृषा को से मेंटेइबे। से तृषित हेले जेपरि आपण केबे तृषित हेबे नाही। प्रभु आपनको आशीर्वाद करंतु। प्रिय बंधु आज एही शुभ शुक्रवार संवाद केवल आपनक पाए जेमन सुनुछंती समान को पाए प्रभु आपनको स्पष्ट भाବରେ कहिबा पई चाहंती। आपनको तृषा मेंटाइबा पई आपण चतुर्पार्श्वर धाई बुलुछंती, किंतु आपनको तृषा अन्य कोन स्थान रे मेंटी पारिबो नाही। अन्य कोन विषय आपनको तृषा को निवारण करि पारिबो नाही। किंतु जे प्रांतर लोक मान को तृषा निवारण करिथिले से आज क्रूस तृषित होउछंती जेपर आपनकर समस्त तृषा को से निवारण करिवे। प्रभु आपनको आशीर्वाद करंतु। या बुझिबा पई प्रभु सहाय्य करंतु। आसंतु प्रिय बंधु यीशु को निकट बाहुडी आसंतु। आउ यीशु ख्रीष्टंकर क्रूसर षष्ठ बाणी थिला जे आपण मान पाइबे जौन तार 19 अध्याय तार 30 पद लिखा जाए। सेतरे यीशु से अमृतरस पान करी कहिले समाप्त हेला आ से मस्तक अवनत करी प्राण त्याग कले। एठा लिखा जाए प्रिय बंधु जे प्रभु यीशु ख्रीष्ट कहउछंती समाप्त हेला। स्वर्गर परमेश्वर, अद्वितीय परमेश्वर, अमर परमेश्वर,
ସେ ଜଗତକୁ ଗୋଟେ କାର୍ଯ୍ୟ ନେଇ ଆସିଥିଲେ ଆଉ ସେ ତାହା ଯେ ସମାପ୍ତ କରିଛନ୍ତି। କ୍ରୁଶରେ ସେ ସମସ୍ତ କାର୍ଯ୍ୟ ସମାପ୍ତ କରିଛନ୍ତି। ମନୁଷ୍ୟର ଉଦ୍ଧାର ନିମନ୍ତେ, ମନୁଷ୍ୟକୁ ସ୍ୱର୍ଗ ନେବା ନିମନ୍ତେ, ମନୁଷ୍ୟର ପାପ କ୍ଷମା ନିମନ୍ତେ, ମନୁଷ୍ୟକୁ ଅନନ୍ତ ଜୀବନ ଦେବା ନିମନ୍ତେ ଯେଉଁ କାର୍ଯ୍ୟ ଆବଶ୍ୟକ ଥିଲା, ଯେଉଁ ଅନନ୍ତ କାଳ ପୂର୍ବେ ପରମେଶ୍ୱର ଯୋଜନା କରିଥିଲେ ଏ ପତିତ ମାନବକୁ ଉଦ୍ଧାର କରିବା ପାଇଁ, ଏ ବିନାଶ ପ୍ରାୟ ଜଗତର ଲୋକମାନଙ୍କୁ ଉଦ୍ଧାର କରିବା ପାଇଁ ପ୍ରଭୁ ଯୀଶୁଖ୍ରୀଷ୍ଟ ଯେଉଁ କାର୍ଯ୍ୟ ନେଇ ଆସିଥିଲେ ତାହା ସେ ସମାପ୍ତ କରିଛନ୍ତି। ଆଉ କହୁଛନ୍ତି ସମାପ୍ତ ହେଲା। ସେ କହୁନାହାନ୍ତି ସମାପ୍ତ ହେଲି, ସେ କହୁଛନ୍ତି ଇଟ୍ ଇଜ ଫିନିଶ୍ଡ। ସେ କହୁନାହାନ୍ତି ଆଇ ଏମ୍ ଫିନିଶ୍ଡ, ଇଟ୍ ଇଜ ଫିନିଶ୍ଡ। ସାଧାରଣତଃ ଏହା ଗୋଟେ ଦାସ ମାନଙ୍କର ବାକ୍ୟ ଥିଲା। ପ୍ରଭୁ ଯୀଶୁଖ୍ରୀଷ୍ଟ ଈଶ୍ୱରଙ୍କୁ ପ୍ରେରିତ ଜଣେ ଦାସ ଅଟନ୍ତି। ସେ ମାନବ ଜାତିର ଉଦ୍ଧାର କରିବା ନିମନ୍ତେ ଦାସ ରୂପରେ ଆସିଥିଲେ ଆଉ ସେ ଆପଣଙ୍କର କାର୍ଯ୍ୟ ସମାପ୍ତ କରିଛନ୍ତି। ପ୍ରିୟ ବନ୍ଧୁ, ଆଜି ମନୁଷ୍ୟର ଉଦ୍ଧାର ପାଇବା ନିମନ୍ତେ ତାକୁ ଆଉ କୌଣସି ସ୍ଥାନକୁ ଯିବାକୁ ପଡିବ ନାହିଁ, କାରଣ ଯୀଶୁଖ୍ରୀଷ୍ଟ କ୍ରୁଶରେ ତାର ପରିତ୍ରାଣ କାର୍ଯ୍ୟ ସମାପ୍ତ କରିଛନ୍ତି। ଅନେକ ଧାଇଁ ବୁଲୁଛନ୍ତି ବିଭିନ୍ନ ସ୍ଥାନକୁ, ବିଶ୍ୱର ବିଭିନ୍ନ ସ୍ଥାନକୁ ପରିଭ୍ରମଣ କରୁଛନ୍ତି, ବିଭିନ୍ନ ଲୋକମାନଙ୍କ ପାଖକୁ ଯାଉଛନ୍ତି, ବିଭିନ୍ନ ଉପାୟ ଅବଲମ୍ବନ କରୁଛନ୍ତି, କିନ୍ତୁ ଉଦ୍ଧାର ମିଳେ ନାହିଁ। ମୋର ପ୍ରିୟ ମାନେ, ପ୍ରଭୁ ଯୀଶୁଖ୍ରୀଷ୍ଟ କ୍ରୁଶରେ ସେଇ ଉଦ୍ଧାର କାର୍ଯ୍ୟକୁ ସମାପ୍ତ କରିଛନ୍ତି। କେବଳ ଯୀଶୁଖ୍ରୀଷ୍ଟଙ୍କର କ୍ରୁଶରେ ସମାପ୍ତ କରାଯାଇଥିବା କାର୍ଯ୍ୟ ତାହା ହିଁ ମନୁଷ୍ୟକୁ ଉଦ୍ଧାର କରିପାରେ। ଆଉ ପ୍ରଭୁ ଯୀଶୁଖ୍ରୀଷ୍ଟ ତାହା ସମାପ୍ତ କରିଛନ୍ତି ଆଉ ସେ କହୁଛନ୍ତି ସମାପ୍ତ ହେଲା। ପ୍ରଭୁଙ୍କ ନାମର ସ୍ତୁତି ହେଉ। ମୋ ପ୍ରିୟ ମାନେ, ଆଜି ଆପଣଙ୍କୁ ଏବଂ ମୋର ଏବଂ ଆଗାମୀ ଯେତେ ପିଢି ଆସିବେ, ସମୁଦାୟ ପୃଥିବୀର ସମସ୍ତ ଜାତିର, ସମସ୍ତ ଧର୍ମର, ଯେକୌଣସି ଗୋଷ୍ଠୀ ବର୍ଣ୍ଣର ଲୋକ ହୁଅନ୍ତୁ ନା କାହିଁକି, ଭାଷାର ଲୋକ ହୁଅନ୍ତୁ ନା କାହିଁକି, ସମସ୍ତଙ୍କ ନିମନ୍ତେ ଖ୍ରୀଷ୍ଟ ହିଁ ଏକମାତ୍ର ଉଦ୍ଧାରର ମାର୍ଗ ଅଟନ୍ତି ଆଉ ସେ ତାହା ସମାପ୍ତ କରିଛନ୍ତି। ଆଉ ଅନ୍ୟ କେହି ଏହି କାର୍ଯ୍ୟ କରିନାହାନ୍ତି, ଅନ୍ୟ କେହି କାର୍ଯ୍ୟ କରିନାହାନ୍ତି। କ୍ରୁଶରୁ ଏ ପ୍ରକାର କୌଣସି ବ୍ୟକ୍ତି ଏତେ ସୁନ୍ଦର ବାଣୀ ଉଚ୍ଚାରଣ କରିନପାରେ। ଆମେ ଜାଣିଛୁ ଅନେକ ମହାନ ବ୍ୟକ୍ତି ମାନେ ପୃଥିବୀରେ ମୃତ୍ୟୁବରଣ କରିଛନ୍ତି, କିନ୍ତୁ ଖ୍ରୀଷ୍ଟଙ୍କ ପରି ଏ ପ୍ରକାର ଉକ୍ତି ଗୁଡିକ ସେମାନେ ଉଚ୍ଚାରଣ କରିନାହାନ୍ତି। ମୃତ୍ୟୁ ସମୟରେ ଅନେକଙ୍କର ଉକ୍ତି ଗୁଡିକ ଦୁଃଖଦାୟକ ଥିଲା, କିନ୍ତୁ ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କର ଏ ସତ୍ୟ ବାଣୀ ଯାହା ସମୁଦାୟ ବିଶ୍ୱବାସୀଙ୍କୁ ଚକିତ କରେ, ଏହା ଥିଲା ତାଙ୍କର ଷଷ୍ଠ ବାଣୀ। ସେ କହୁଛନ୍ତି ସମାପ୍ତ ହେଲା। ମୋର ପ୍ରିୟ ଭାଇ ଭଉଣୀ ମାନେ, ମୁଁ ଆପଣଙ୍କୁ କହିବା ପାଇଁ ଚାହେଁ, ଯଦି ଏବେ ପର୍ଯ୍ୟନ୍ତ ଆପଣ କୌଣସି ଦ୍ୱନ୍ଦ୍ୱରେ ଅଛନ୍ତି, ପରିତ୍ରାଣ ପାଇଛନ୍ତି କି ନାହିଁ ବୋଲି ଭାବୁଛନ୍ତି, ଆପଣଙ୍କର ପାପର କ୍ଷମା ହେଇଛି କି ନାହିଁ ବୋଲି ଭାବୁଛନ୍ତି, ପ୍ରଭୁ ଯୀଶୁଖ୍ରୀଷ୍ଟ କ୍ରୁଶରେ ତାହା ସମାପ୍ତ କରିଛନ୍ତି। ସମସ୍ତ କାର୍ଯ୍ୟ, ସମସ୍ତ ଧର୍ମକର୍ମ ଯାହା ହେବାର ଥିଲା ତାହା ପ୍ରଭୁ ଯୀଶୁଖ୍ରୀଷ୍ଟ ସମାପ୍ତ କରିଛନ୍ତି। କେବଳ ଆପଣଙ୍କୁ ଯୀଶୁ ଦରକାର। ଯୀଶୁକୁ ଯଦି ଆପଣ ଗ୍ରହଣ କରିବେ, ଆପଣଙ୍କୁ ଆଉ କିଛି କରିବା ପାଇଁ ପଡିବ ନାହିଁ, କାରଣ ଆପଣଙ୍କ ପ୍ରତିବଦଳରେ ପ୍ରଭୁ ଯୀଶୁଖ୍ରୀଷ୍ଟ ସମସ୍ତ କାର୍ଯ୍ୟ ସମାପ୍ତ କରିଛନ୍ତି। କେବଳ ଆପଣଙ୍କୁ ଯୀଶୁଙ୍କ ନିକଟକୁ ଆସିବା ପାଇଁ ପଡିବ, ଯୀଶୁଙ୍କୁ ପ୍ରଭୁ ଭାବରେ ଗ୍ରହଣ କରିବା ପାଇଁ ପଡିବ, କାରଣ ସେ ପରିତ୍ରାଣ ନିମନ୍ତେ ସମସ୍ତ କାର୍ଯ୍ୟକୁ ସମାପ୍ତ କରିଛନ୍ତି। ଜଣେ ବ୍ୟକ୍ତି ଉଦ୍ଧାର ପ୍ରାପ୍ତ ହୋଇ ଅନନ୍ତ ଜୀବନ ପ୍ରାପ୍ତ ହେବା ନିମନ୍ତେ, ସ୍ୱର୍ଗର ଅଧିକାରୀ ହେବା ନିମନ୍ତେ ପ୍ରଭୁ ଯୀଶୁଖ୍ରୀଷ୍ଟ ସମସ୍ତ କାର୍ଯ୍ୟ କ୍ରୁଶରେ ସମ୍ପନ୍ନ କରିଛନ୍ତି ଆଉ ସେ କହୁଛନ୍ତି ସମାପ୍ତ ହେଲା, ସମାପ୍ତ ହେଲା। ପ୍ରିୟ ବନ୍ଧୁ, ଆପଣଙ୍କୁ ଆଉ ଚିନ୍ତା କରିବାର ଆବଶ୍ୟକ ନାହିଁ, ଆପଣଙ୍କୁ ବ୍ୟତିବ୍ୟସ୍ତ ହେବାର ଆବଶ୍ୟକ ନାହିଁ। ମୋର ପାପ କଣ ହବ, ମୋର ପରିବାରର କଣ ହବ, ମୋର ପିଲାମାନଙ୍କର କଣ ହବ, ମୁଁ କରିଥିବା ଭୁଲ କଣ ହବ, ଅପରାଧ ଗୁଡ଼ିକ କରିଛି କଣ ହବ, କିଛି ହବ ନାହିଁ। ଯଦି ଆପଣ ଯୀଶୁଙ୍କ ନିକଟକୁ ଆସିବେ, ସେ କୃଷ ତଳକୁ ଆସିବେ, ସେ କୃଷର ସମ୍ରାଟଙ୍କ ନିକଟକୁ ଆସିବେ, ଯେ ଆପଣଙ୍କ ପାଇଁ କୃଷରେ ସମସ୍ତ କାର୍ଯ୍ୟ ସମାପ୍ତ କରିଛନ୍ତି, ସେ ଆପଣଙ୍କୁ ଉଦ୍ଧାର କରିବା ପାଇଁ ସାମର୍ଥ୍ୟ ଅଟନ୍ତି ଆଉ ସେ କହୁଛନ୍ତି ଆପଣଙ୍କୁ ସ୍ୱାଗତ କରୁଛନ୍ତି। ଆଜି ପ୍ରିୟ ବନ୍ଧୁ, ଆପଣ এই শুভ শুক্রবারে ଯୀଶୁଙ୍କ ନିକଟକୁ ଆସିପାରିବେ, କାରଣ ସେ ଆପଣଙ୍କୁ ଉଦ୍ଧାର ନିମନ୍ତେ ସବୁ କାର୍ଯ୍ୟ ସମାପ୍ତ କରିଛନ୍ତି। ଆପଣଙ୍କୁ ଆଉ କିଛି କରିବା ପାଇଁ ପଡିବ ନାହିଁ, କେବଳ ଯୀଶୁଙ୍କୁ ଗ୍ରହଣ କରିବା ପାଇଁ ପଡିବ, ଯୀଶୁଙ୍କୁ ପ୍ରଭୁ ବୋଲି ମାନିବା ପାଇଁ ପଡିବ। ଆପଣ ମଧ୍ୟ ଉଦ୍ଧାର ପ୍ରାପ୍ତ ହୋଇଯିବେ, ଅନନ୍ତ ଜୀବନର ଅଧିକାରୀ ହେଇଯିବେ, ସ୍ୱର୍ଗ ରାଜ୍ୟର ଅଧିକାରୀ ହେଇଯିବେ। କାରଣ ପ୍ରଭୁ ଯୀଶୁଖ୍ରୀଷ୍ଟ ଜଗତକୁ ଆସିଥିଲେ ମାନବ ଜାତିକୁ ସ୍ୱର୍ଗର ଅଧିକାରୀ କରିବା ନିମନ୍ତେ। ଆଉ ପ୍ରଭୁ ଯୀଶୁଖ୍ରୀଷ୍ଟ ମନୁଷ୍ୟର ଉଦ୍ଧାର ନିମନ୍ତେ, ମନୁଷ୍ୟର ମୁକ୍ତି ନିମନ୍ତେ ଯେଉଁ ଚୂଡ଼ାନ୍ତ କାର୍ଯ୍ୟ କରିବାର ଥିଲା ତାହା ସେ କ୍ରୁଶରେ ସମାପ୍ତ କରିଛନ୍ତି। ହାଲେଲୁୟା, ପ୍ରଭୁଙ୍କ ନାମର ଧନ୍ୟବାଦ ହେଉ। ଏ ସମସ୍ତ କାର୍ଯ୍ୟ ସେ କ୍ରୁଶରେ ସମ୍ପନ୍ନ କରିଛନ୍ତି, ତାଙ୍କ ନାମର ସ୍ତୁତି ହେଉ। ଏହି ସମୟରେ ଆମେ ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କ କ୍ରୁଶରେ କହିଥିବା ବାଣୀ ଗୁଡ଼ିକ ଧ୍ୟାନ କରୁଛୁ। ଆଉ ଯୀଶୁଖ୍ରୀଷ୍ଟଙ୍କର କ୍ରୁଶରେ ତାଙ୍କର ଶେଷ ବାଣୀ, ତାଙ୍କ ସପ୍ତମ ବାଣୀ କଣ ଥିଲା ତା ଆପଣମାନେ ପାଇପାରିବେ ଲୁକ ତାର 23 ଅଧ୍ୟାୟ ତାର 46 ପଦ।
ଲୁକ 23:46 ଲେଖାଯାଉଛି, ଆଉ ଯୀଶୁ ଉଚ୍ଚ ସ୍ୱରରେ ଡାକି କହିଲେ, ହେ ପିତା, ତୁମ ହସ୍ତରେ ମୁଁ ଆପଣା ଆତ୍ମା ସମର୍ପଣ କଲି। ଏହା କହି ସେ ପ୍ରାଣ ତ୍ୟାଗ କଲେ। ସପ୍ତମ ବାଣୀଟି ଥିଲା, ହେ ପିତା, ତୁମ୍ଭ ହସ୍ତରେ ମୁଁ ଆପଣାର ଆତ୍ମା ସମର୍ପଣ କଲି। ପ୍ରଭୁ ଯୀଶୁ ଖ୍ରୀଷ୍ଟ ଶେଷରେ এই କଥା କହୁଛନ୍ତି ଯେ ମୋର ଆତ୍ମା ତୁମ ହସ୍ତରେ ସମର୍ପଣ କଲି। ପ୍ରିୟ ବନ୍ଧୁ, ଏହି ବାଣୀରୁ ଆମେ ଏହି ଶିକ୍ଷା ପାଉ ଯେ ଆମ୍ଭର ଆତ୍ମା ମଧ୍ୟ ସୁରକ୍ଷିତ ହେବା ଦରକାର। ଈଶ୍ୱରଙ୍କ ହସ୍ତରେ ଆପଣଙ୍କର ଆତ୍ମା ସୁରକ୍ଷିତ ଅଛି କି? ଆସନ୍ତାକାଲି ପାଇଁ ଭୟଭୀତ ହୁଅନ୍ତୁ ନାହିଁ। କେବଳ ଖ୍ରୀଷ୍ଟଙ୍କ ହସ୍ତରେ ଆପଣଙ୍କ ଆତ୍ମାକୁ ଆପଣ ସମର୍ପଣ କରନ୍ତୁ। ପ୍ରିୟ ବନ୍ଧୁ, ପ୍ରଭୁ ଆପଣଙ୍କୁ ମତେ ଅନୁଗ୍ରହ କରନ୍ତୁ। ବାଇବଲରେ ଲେଖାଯାଉଛି ପ୍ରଥମ ଥେସଲୋନିକେ 5:23 ଯେ ଯୀଶୁଙ୍କର ଆଗମନ ପର୍ଯ୍ୟନ୍ତ ତୁମର ଶରୀର, ଆତ୍ମା ଓ ପ୍ରାଣ ନିର୍ଦ୍ଦୋଷ ରୂପେ ରକ୍ଷିତ ହଉ। ଏ ସପ୍ତମ ବାଣୀରୁ ମୁଁ ଆପଣଙ୍କୁ କହିବା ପାଇଁ ଚାହେଁ, ଆପଣଙ୍କ ଆତ୍ମା ମଧ୍ୟ ପ୍ରଭୁଙ୍କ ହସ୍ତରେ ସମର୍ପଣ କରି ରଖନ୍ତୁ। ମୋର ପ୍ରିୟ ବନ୍ଧୁ, ଜଗତର ଏଣେ ତେଣେ ଧାବମାନ ହୁଅନ୍ତୁ ନାହିଁ। ଆପଣଙ୍କର ଆତ୍ମା ସୁରକ୍ଷିତ ରହିବା ଦରକାର। ପ୍ରଭୁ ଯୀଶୁ ଖ୍ରୀଷ୍ଟ କ୍ରୁଶରେ ଏହି ବାଣୀଟି କହୁଛନ୍ତି ଶେଷରେ, ହେ ପିତା, ତୁମ ହସ୍ତରେ ମୁଁ ଆପଣାର ଆତ୍ମା ସମର୍ପଣ କଲି। ପ୍ରଭୁ ଯୀଶୁ ଖ୍ରୀଷ୍ଟ ସମସ୍ତ କାର୍ଯ୍ୟ ସମ୍ପନ୍ନ କଲା ପରେ ତାଙ୍କ ଆତ୍ମା ପିତାଙ୍କ ହସ୍ତରେ ସମର୍ପଣ କରୁଛନ୍ତି, ସୁରକ୍ଷିତ ବ୍ୟକ୍ତିଙ୍କ ହସ୍ତରେ। ଆଜି ମୁଁ ଆପଣଙ୍କୁ କହିବା ପାଇଁ ଚାହେଁ, ଆପଣଙ୍କ ଆତ୍ମା କଣ ସୁରକ୍ଷିତ ଅଟେ କି? ଆସୁ ନିଜକୁ ଆମେ ପ୍ରଭୁଙ୍କ ହସ୍ତରେ ସମର୍ପଣ କରୁ। ପ୍ରିୟ ବନ୍ଧୁ, ମୁଁ ଆପଣଙ୍କୁ କହିବା ପାଇଁ ଚାହେଁ, ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କର ଏ କୃଷିୟ ସପ୍ତ ବାଣୀ ଆମମାନଙ୍କୁ ଅନେକ ଭରସା ପ୍ରଦାନ କରେ। ଆଜି ମୁଁ ଆପଣଙ୍କ ସମ୍ମୁଖରେ ଗୋଟେ ବ୍ୟବହାରିକ ଶିକ୍ଷା ଆପଣମାନଙ୍କ ସମ୍ମୁଖରେ ରଖୁଥିଲି। ତାଙ୍କ ପ୍ରଥମ ବାଣୀରୁ ଆମେ ଏହି ଶିକ୍ଷା ଗ୍ରହଣ କରୁଛୁ ଯେ ଆମେ ଆମ ବିରୋଧୀ ମାନଙ୍କୁ, ଯେଉଁମାନେ ଆମର କ୍ଷତି କରିଛନ୍ତି, ଆମର ବିରୁଦ୍ଧରେ ଯାଇଛନ୍ତି, ସେମାନଙ୍କୁ ଯେପରି ଆମେ କ୍ଷମା କରିପାରିବା। ଆଉ ଦ୍ୱିତୀୟ ବାଣୀ, ଏ ବିନାଶ ପ୍ରାୟ ଜଗତରେ ଆମର ଆତ୍ମା ସୁରକ୍ଷିତ ରହିବା ଦରକାର। ପାରଦେଶର ସୁନିଶ୍ଚିତତା ରହିବା ଦରକାର। ଅନେକ ଲୋକମାନେ ପାପରେ, ମନ୍ଦତାରେ ବୁଡ଼ିକି ରହିଛନ୍ତି, ସେମାନଙ୍କୁ ଉଦ୍ଧାର କରିବାର କାର୍ଯ୍ୟ ଆମର ଅଟେ। ତାହା ପ୍ରଭୁ ଆମମାନଙ୍କୁ ଏହି ସୁସମାଚାର ଆମମାନଙ୍କୁ ସେ ଦିଅନ୍ତି। ଆଉ ତୃତୀୟ ବାଣୀ ଥିଲା ଯେ ଆପଣ ମାତାର ଯତ୍ନ ନେବା। ମୁଁ ଆପଣଙ୍କୁ ପୁଣି ଥରେ ଅନୁରୋଧ କରିବା ପାଇଁ ଚାହେଁ, ଆପଣଙ୍କର ପିତାମାତାଙ୍କର ଯତ୍ନ ନିଅନ୍ତୁ। ଶୁଭ ଶୁକ୍ରବାରର ସେ କୃଷର ସମ୍ରାଟ ଆପଣଙ୍କୁ ଏହି କଥା କୁହନ୍ତି। ଆଜି ଅନେକ ପରିବାରରେ ନେଗ୍ଲେକ୍ଟେଡ୍ ଅଛନ୍ତି, ସେମାନଙ୍କ ପ୍ରତି ଆମେ ବିଶ୍ୱସ୍ତ ହେଇପାରୁନାହୁଁ, ଯତ୍ନ ନେଇପାରୁନାହୁଁ। ବୃଦ୍ଧାବସ୍ଥାରେ ଅନେକ ପିତାମାତା ଦୁଃଖର ସହିତ ମୃତ୍ୟୁବରଣ କରୁଛନ୍ତି। ମୁଁ ଆପଣଙ୍କୁ କହିବା ପାଇଁ ଚାହେଁ, ପ୍ରିୟ ବନ୍ଧୁ, ଆସୁ ଆମମାନଙ୍କର ଚତୁଃପାର୍ଶ୍ୱରେ ରହିଥିବା ଉପେକ୍ଷିତ ପିତାମାତା ମାନଙ୍କର ମଧ୍ୟ ଏବଂ ନିଜ ପିତାମାତାଙ୍କର ମଧ୍ୟ ଆମେ ଯତ୍ନ ନେଉ। ଆଉ ଚତୁର୍ଥ ବାଣୀ ମୁଁ ଆପଣଙ୍କୁ କହୁଥିଲି, ହେ ମୋର ଈଶ୍ୱର, ହେ ମୋର ଈଶ୍ୱର, ତୁମେ ମୋତେ କାହିଁକି ପରିତ୍ୟାଗ କର? ପ୍ରିୟ ବନ୍ଧୁ, ପ୍ରଭୁ ଆମମାନଙ୍କୁ ସାହାଯ୍ୟ କରନ୍ତୁ। ପଞ୍ଚମ ବାଣୀ ଥିଲା, ମୋତେ ତୃଷା ଲାଗୁଅଛି। ଆପଣଙ୍କ ତୃଷା ନିବାରଣ କରିବା ପାଇଁ ପ୍ରଭୁ ଯୀଶୁ ଖ୍ରୀଷ୍ଟ ତୃଷିତ ହେଲେ ଏବଂ ଷଷ୍ଠ ବାଣୀ ସମାପ୍ତ ହେଲା। ମୁଁ ଆପଣଙ୍କୁ କହିବା ପାଇଁ ଚାହେଁ, ବ୍ୟତିବ୍ୟସ୍ତ ହୁଅନ୍ତୁ ନାହିଁ। ଆପଣଙ୍କୁ ଉଦ୍ଧାର କରିବା ପାଇଁ ପ୍ରଭୁ ଯୀଶୁ ଖ୍ରୀଷ୍ଟ କ୍ରୁଶରେ ସମସ୍ତ କାର୍ଯ୍ୟ ସମାପ୍ତ କରିଛନ୍ତି। ଆଉ ତାଙ୍କର ଶେଷ ବାଣୀ ଥିଲା, ହେ ପିତା, ତୁମ ହସ୍ତରେ ମୁଁ ଆପଣଙ୍କର ଆତ୍ମା ସମର୍ପଣ କଲି। ପ୍ରଭୁ ଆପଣମାନଙ୍କୁ ଆଶୀର୍ବାଦ କରନ୍ତୁ। ଏ ବାକ୍ୟ ଦ୍ୱାରା ପ୍ରଭୁ ଆମମାନଙ୍କୁ କଥା କହିଛନ୍ତି। ପ୍ରିୟ ବନ୍ଧୁ, ପ୍ରଭୁ ଯୀଶୁ ଖ୍ରୀଷ୍ଟ କ୍ରୁଶରେ ମୃତ୍ୟୁ ଭୋଗ କଲେ ସତ, କିନ୍ତୁ ତୃତୀୟ ଦିନରେ ସେ ମୃତ୍ୟୁକୁ ଜୟ କରି ଉଠିଲେ। କାରଣ ପ୍ରଭୁ ଯୀଶୁ ଖ୍ରୀଷ୍ଟ ଆମ ନିମନ୍ତେ ମୃତ୍ୟୁକୁ ଆସ୍ୱାଦନ କଲେ। ଆପଣ ଆଉ ମୁଁ ପାପ କରିଥିବା ଦ୍ୱାରା ମୃତ୍ୟୁର ଅଧୀନରେ ରହିଥିଲୁ, ଆଉ ସେ ମୃତ୍ୟୁର କବଳରୁ ରକ୍ଷା କରିବା ପାଇଁ ପ୍ରଭୁ ଯୀଶୁ ଖ୍ରୀଷ୍ଟ ମୃତ୍ୟୁକୁ ଆସ୍ୱାଦନ କଲେ, ଯେପରି ଆପଣଙ୍କୁ ମଧ୍ୟ ଉଦ୍ଧାର କରନ୍ତି। ପ୍ରଭୁ ଯୀଶୁ ଖ୍ରୀଷ୍ଟ କ୍ରୁଶରେ ମୃତ୍ୟୁ ଭୋଗ କଲା ପରେ ସମାଜରେ ରଖାଗଲା ଏବଂ ସମାଧିକୁ ପ୍ରହରୀମାନଙ୍କ ଦ୍ୱାରା ସୁରକ୍ଷା କରାଗଲା, ଯେପରି ସେଠାରୁ କେହି ତାଙ୍କୁ ନେଇ ନପାରେ। କିନ୍ତୁ ତୃତୀୟ ଦିନରେ ଆମେ ଦେଖୁଛୁ ପ୍ରଭୁ ଯୀଶୁ ଖ୍ରୀଷ୍ଟ ସେଠାରେ ନାହାନ୍ତି, କାରଣ ତାଙ୍କୁ ଯେ ମୃତ୍ୟୁ ଆବଦ୍ଧ କରି ରଖିବ ଏହା ଅସମ୍ଭବ ଅଟେ। ସେ ଜୀବିତ ଈଶ୍ୱର ଅଟନ୍ତି।